ପହଣ୍ଡି ଆରମ୍ଭ ହୋଇଯାଇଛି। ବଡ଼ ଠାକୁରଙ୍କର ପହଣ୍ଡି ଚାଲିଛି ଏବଂ ପରେ ପରେ ଭଉଣୀ ସୁଭଦ୍ରା ଆସିବେ, ତାପରେ ଚକାନୟନ ଆସିବେ। ଭକ୍ତ ନିଜ ମନରେ ସେ ଭାବନା ଆଣିକି ଆସିଛି କିଭଳି ଭାବରେ ସେ ଭଗବାନଙ୍କୁ ନିଜର ମନର ଦୁଃଖ ଜଣାଇବ। ଏବଂ ଏହି ଅବସରରେ ଏଠି ରଥ କହୁଛି ମୋ ଦେବତା, ଚକ କହୁଛି ମୋ ଦେବତା, ଦାଣ୍ଡ କହୁଛି ମୋ ଦେବତା, ନୀଳଚକ୍ର କହୁଛି ମୋ ଦେବତା, ଉଡ଼ୁଥିବା ବାନା କହୁଛି ମୋ ଦେବତା। ହଁ ଦର୍ଶକ ବନ୍ଧୁ, ହଁ ସୁଧୀବୃନ୍ଦ, ପ୍ରଭୁଙ୍କର ଆଶୀର୍ବାଦରୁ ଆଜି ସମଗ୍ର ଏହି ନୀଳଗିରି ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ଦିବତା ପାଲଟି ଯାଇଛି। ଭକ୍ତମାନେ ଆସୁଛନ୍ତି, ଦାଣ୍ଡରେ ନିଜର ମୁଣ୍ଡ ଟିକେ ଲଗେଇ ଦେଉଛନ୍ତି ଯେ ପ୍ରଭୁ ଏହିପଟେ ବିରାଜମାନ କରିବେ, ଏହି ରାସ୍ତାରେ ପହଣ୍ଡି କରିବେ। ପ୍ରକୃତରେ କେତେ ଅଦ୍ଭୁତ, କେତେ ଆକର୍ଷଣୀୟ ଦୃଶ୍ୟ। ଆଜି ରହିଛି ବାହୁଡ଼ା ପର୍ବ, ଆସନ୍ତାକାଲି ଅଧରପଣା ନୀତି, ତାପରେ ପ୍ରଭୁଙ୍କର ସୁନାବେଶ ହେବ, ରାଜା ବେଶରେ ପ୍ରଭୁ ସଜେଇ ହେବେ। ପରେ ପରେ ରଥଟଣା କାର୍ଯ୍ୟ ସହିତ କ୍ରୀଡ଼ା ବିଜେ ପ୍ରଭୁ ମନ୍ଦିରକୁ ଫେରିବେ। କିନ୍ତୁ ରହିଯିବ ଗୋଟେ ସୁନ୍ଦର ଅନୁଭୂତି 2024ର ଏହି ସୁନ୍ଦର ରଥଯାତ୍ରା। ଦୂର ଦୂରାନ୍ତରୁ ଭକ୍ତମାନେ ଆସୁଛନ୍ତି। ଆସନ୍ତୁ ସର୍ବେ ଏକାକାର ହେବା, ପ୍ରଭୁଙ୍କର ନାମ ନେବା। ବୋଲ ଜୟ ଜଗନ୍ନାଥ ସ୍ୱାମୀ କି। ଦର୍ଶକ ବନ୍ଧୁ, ଭାବନା ଦୁଇ ପ୍ରକାର ଥାଏ। ଆମେ ପ୍ରଭୁଙ୍କ